ବହୁତ ଦିନ ଧରି ଅପେକ୍ଷା କରିଥିଲେ ଆପଣମାନଙ୍କର ଅପେକ୍ଷାର ଅନ୍ତ ଘଟିଲା। ଠିକ୍ ଅଛି। ଯୋଉମାନେ ବହୁତ ଦିନ ଧରି ଅପେକ୍ଷା କରିଥିଲେ ସେମାନଙ୍କର ଅପେକ୍ଷାର ଅନ୍ତ ଘଟିଛି। ରାସନ କାର୍ଡ଼ର ନୂଆ ପୋର୍ଟାଲ ଆସିଯାଇଛି। ଆପଣମାନେ ୟୁଟ୍ୟୁବର ଥମ୍ବନେଲ୍ ଦେଖି ଜାଣିପାରିଥିବେ ଭିଡ଼ିଓର ଥମ୍ବନେଲ୍ କୋଉ ଟାଇପର ଭିଡ଼ିଓ ହବାକୁ ଆଜି ଯାଉଛି। ଆପଣମାନଙ୍କ ପାଇଁ ଖୁସି ଖବର, ଯୋଉମାନେ ବି ରାସନ କାର୍ଡ଼ ଆବେଦନ ପାଇଁ ବହୁତ ଦିନ ଠାରୁ ଅପେକ୍ଷା କରିଥିଲେ, ଯେ କି ରାସନ କାର୍ଡ଼ ଆବେଦନ କରିଥିଲେ ମଧ୍ୟ ରାସନ କାର୍ଡ଼ ହଉନଥିଲା, ସେମାନଙ୍କର ସମସ୍ତଙ୍କର ଅପେକ୍ଷାର ଅନ୍ତ ଘଟିଲା। ସେମାନଙ୍କ ପାଇଁ ଗୋଟେ ରାସନ କାର୍ଡ଼ ନୂଆ ପୋର୍ଟାଲ ମଧ୍ୟ ଆସିଯାଇଛି। ସେ ପୋର୍ଟାଲ କ'ଣ କେମିତି ଆପଣମାନେ ସେ ପୋର୍ଟାଲକୁ ଭିଜିଟ୍ କରିବେ, ଚାଲନ୍ତୁ ସେ ବିଷୟରେ ସବୁ ଇନଫର୍ମେସନ୍ ଏଇ ଭିଡ଼ିଓ ମାଧ୍ୟମରେ ଦେବି। ସୋ ଡେରି ନକରି ଚାଲନ୍ତୁ ଦର୍ଶକ ବନ୍ଧୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ଆଉ ହଁ, ଯଦି ଆପଣମାନଙ୍କୁ ଆମ ଭିଡ଼ିଓଟି ଭଲ ଲାଗେ ତାହେଲେ ଗୋଟେ ଲାଇକ୍ କରିବା ସହିତ ଚ୍ୟାନେଲ ଯଦି ନୂଆ ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚିନ୍ତ କରିବେ। ଆପଣମାନେ ଭିଡ଼ିଓ ଦେଖୁଛନ୍ତି ହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରୁନାହାନ୍ତି। ସୋ ଆପଣମାନଙ୍କୁ ରିକ୍ୱେଷ୍ଟ, ଭିଡ଼ିଓକୁ ଦେଖନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ ମନ ଖୋଲି ନିଶ୍ଚିନ୍ତ କରିନିଅନ୍ତୁ। ସୋ ଦର୍ଶକ ବନ୍ଧୁ ଆଉ ଡେରି ନକରି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ଡେଲି ହଣ୍ଟ ନ୍ୟୁଜ୍‌ରେ ଗୋଟେ ପ୍ରକାଶ ପାଇଛି, ଚାଲନ୍ତୁ ସେଇଟାକୁ ଜାଣିବା କ'ଣ ସେଟା, କେମିତି ସେଟା ରାସନ କାର୍ଡ଼ ଆବେଦନ ହବ, ନୂଆ ପୋର୍ଟାଲ କ'ଣ, ଚାଲନ୍ତୁ ସବୁ କିଛି ଇନଫର୍ମେସନ୍ ଏଇ ଭିଡ଼ିଓରେ ଜାଣିବା। ସୋ ଆଉ ଡେରି ନକରି ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ଦେଖିପାରୁଥିବେ ଦର୍ଶକ ବନ୍ଧୁ, ରାସନ କାର୍ଡ଼ ପାଇଁ କରନ୍ତୁ ଆବେଦନ। ରାସନ କାର୍ଡ଼ ତାଲିକାରୁ ବାଦ୍ ପଡ଼ିଥିବା ଲୋକମାନଙ୍କୁ ମିଳିପାରେ ଆଶ୍ୱସ୍ତି। ଶନିବାର ଠାରୁ ଆବେଦନ ଆରମ୍ଭ। ଠିକ୍ ଅଛି, ଶନିବାର ଠାରୁ ଆବେଦନ ଆରମ୍ଭ। କୋଉ ଶନିବାର, ଚାଲନ୍ତୁ କ'ଣ ସବୁ ରହିଛି କ୍ରାଇଟେରିଆ, କେମିତି ଆବେଦନ କରିବେ, କ'ଣ ସବୁ ତାର ପୋର୍ଟାଲଟା କ'ଣ, ସବୁ କିଛି ଇନଫର୍ମେସନ୍ ଜାଣିବା। ଶନିବାର ଠାରୁ ରାସନ ଯୋଜନାରେ ସାମିଲ ହେବାକୁ ଚାହୁଁଥିବା ଆବେଦନକାରୀଙ୍କ ପାଇଁ ଏକ ନୂତନ ଅନଲାଇନ୍ ପୋର୍ଟାଲ ଉପଲବ୍ଧ ହେବ ବୋଲି ସୂଚନା ମିଳୁଛି। ଠିକ୍ ଅଛି, ସୂଚନା ଆସିଛି ଯେ କୃଷ୍ଣଚନ୍ଦ୍ର ପାତ୍ର ଯିଏ ଆମର ଅଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ, ସେ ସୂଚନା ଦେଇଛନ୍ତି ଯେ ଗୋଟେ ନୂଆ ପୋର୍ଟାଲ ଲଞ୍ଚ କରାଯିବ। ସେଇ ପୋର୍ଟାଲରେ ସମସ୍ତେ ରାସନ କାର୍ଡ଼ ଆବେଦନ କରିପାରିବେ। ଶୁକ୍ରବାର ସମ୍ବଲପୁର ଗସ୍ତ ସମୟରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହା ଘୋଷଣା କରିଥିଲେ। ମନ୍ତ୍ରୀ ପାତ୍ର ସୂଚନା ଦେଇଛନ୍ତି ଯେ ପୋର୍ଟାଲ ମାର୍ଚ୍ଚ 1ରୁ କାର୍ଯ୍ୟକ୍ଷମ ହେବ, ଯାହାଦ୍ୱାରା ଯୋଗ୍ୟ ବାସିନ୍ଦାମାନେ ରାସନ କାର୍ଡ଼ ପାଇଁ ଆବେଦନ କରିପାରିବେ। ମାନେ ମାର୍ଚ୍ଚ 1 ମାନେ ଆଜି ସେଟା ହେଇଯିବ। ତାର ଏଇ ଭିଡ଼ିଓଟା ବର୍ତ୍ତମାନ ମାର୍ଚ୍ଚ 1ରେ ହିଁ ଆପଣମାନେ ଭିଡ଼ିଓ ନିଶ୍ଚିନ୍ତ ଆଜି ଦେଖୁଥିବେ। ଆଜି ତାର ଆନାଉନ୍ସମେଣ୍ଟ ହେଇଛି, ଏଟା ପୋର୍ଟାଲଟା ଲଞ୍ଚ ହେବ ବୋଲି। ପୋର୍ଟାଲଟା ଯେତେବେଳେ ବି ଲଞ୍ଚ ହେବ ଆମେ ଆପଣମାନଙ୍କୁ ତୁରନ୍ତ ଜଣେଇଦେବୁ। ଚାଲନ୍ତୁ ଦେଖିବା କ'ଣ ହେଇଛି। ଏହି ପଦକ୍ଷେପରେ ଲକ୍ଷ୍ୟ ରାସନ ବଣ୍ଟନ ବ୍ୟବସ୍ଥା ମଧ୍ୟରେ ଥିବା ବିଶେଷଜ୍ଞଠାରୁ ଦୂର କରିବା ପର୍ଯ୍ୟନ୍ତ ତାଲିକାରୁ ମୋଟ 4 ଲକ୍ଷ ମୃତ ବ୍ୟକ୍ତିଙ୍କୁ ବାଦ୍ କରାଯାଇଛି। ମନ୍ତ୍ରୀ ପାତ୍ରଙ୍କ ଅନୁଯାୟୀ ସରକାରଙ୍କ ଅତୀତରେ ତ୍ରୁଟିଗୁଡ଼ିକ ସଂଶୋଧନ କରିବା ପାଇଁ ସମ୍ପୂର୍ଣ୍ଣ ସର୍ଭେ କରିବେ, ଯାହାଦ୍ୱାରା ଅଯୋଗ୍ୟ ପ୍ରବେଶଗୁଡ଼ିକ ଦୂର କରାଯିବ। ଏହାଦ୍ୱାରା ରାସନ ବଣ୍ଟନ ବ୍ୟବସ୍ଥାରେ ଅଖଣ୍ଡତାକୁ ପରିଷ୍କାର କରାଯିବ। ମାନେ ଯୋଉମାନେ ଆକ୍ଚୁଆଲି ଅଯୋଗ୍ୟ ବ୍ୟକ୍ତି ସେମାନଙ୍କୁ ବାଦ୍ କରିକି ନୂଆ ବ୍ୟକ୍ତିଙ୍କୁ ଯୋଡ଼ାଯିବ। ସେମାନଙ୍କର ନାଁ ଧୀରେ ଧୀରେ କଟି ଆସିଲାଣି। ବହୁତ ସାରା ଲୋକଙ୍କର ନାଁ ବି କଟି ଯାଇଛି। ନୂଆ ପୋର୍ଟାଲରେ ନୂଆ ଅନ୍ଦାଜରେ ରାସନ କାର୍ଡ଼ ଆବେଦନ ହବ। ସୋ ଆପଣମାନେ ପୁରା ରେଡି ରୁହନ୍ତୁ, ଡକୁମେଣ୍ଟ ରେଡି କରି ରଖନ୍ତୁ ଆପଣମାନେ ରାସନ କାର୍ଡ଼ ଆବେଦନ କରିବା ପାଇଁ। ଆପଣମାନଙ୍କ ପାଇଁ ନୂଆ ପୋର୍ଟାଲଟି ଆସିଯାଉଛି। 24 ବର୍ଷ ଧରି ଶାସନ କରୁଥିବା ପୂର୍ବ ସରକାରଙ୍କ କାର୍ଯ୍ୟକଳାପରେ ରାସନ କାର୍ଡ଼ ତାଲିକାରେ ଅଯୋଗ୍ୟ ପ୍ରବେଶଗୁଡ଼ିକୁ ଯୋଡ଼ା ଯାଇଥିବା ବର୍ତ୍ତମାନ ଏହାକୁ ସଂଶୋଧନ କରାଯାଉଛି। ଇ-କେୱାଇସି ଯାଞ୍ଚ ମାଧ୍ୟମରେ ତାଲିକାରୁ ମୋଟ 4 ଲକ୍ଷ ବ୍ୟକ୍ତିଙ୍କୁ ବାଦ୍ କରାଯାଇଛି। ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ମୋର ଅନୁରୋଧ ପରେ କିଛି ଚାକିରିଧାରୀ ସେମାନଙ୍କର ରାସନ କାର୍ଡ଼ ଫେରାଇଛନ୍ତି। ଆମେ କିଛି ଦାତାଙ୍କ ତାଲିକା ମଧ୍ୟ ପାଇଛୁ। ଆମେ ଏକ ସର୍ଭେ କରିବୁ, ଯେଉଁମାନେ ପ୍ରକୃତରେ ଭଲ ଆୟ ଅଛି ସେମାନଙ୍କର ତାଲିକାରୁ ବାଦ୍ ଦିଆଯିବ। ଯେଉଁମାନେ ଗରିବ ଲୋକ ସେମାନଙ୍କୁ ତାଲିକାରେ ସାମିଲ କରାଯିବ। ଶନିବାର ଠାରୁ ଆବେଦନକାରୀଙ୍କ ପାଇଁ ଅନଲାଇନ୍ ପୋର୍ଟାଲ ଉପଲବ୍ଧ ହେବ, ମନ୍ତ୍ରୀ ଆହୁରି କହିଛନ୍ତି। ଠିକ୍ ଅଛି। ସୋ ଆପଣମାନେ ନିଶ୍ଚିନ୍ତ ଭିଡ଼ିଓ ମାଧ୍ୟମରୁ ଜାଣିଯାଇଥିବେ ଶନିବାର ଠାରୁ ରାସନ କାର୍ଡ଼ର ନୂତନ ପୋର୍ଟାଲ ଆବେଦନ ଆରମ୍ଭ ହୋଇଯିବ। ମାନେ ଶନିବାର ମାନେ ଆଜିକା ଡେଟ୍, ଆଜି ଶନିବାର ତ ଅଛି, ନିଶ୍ଚିନ୍ତ ଆର ପୋର୍ଟାଲଟେ ଆଜି ଆସିଯିବ। ଯେତେବେଳେ ପୋର୍ଟାଲଟି ଆସିବ ସେ ପୋର୍ଟାଲଟି କ'ଣ ଆମେ ଆପଣମାନଙ୍କ ସାମ୍ନାରେ ରଖିବୁ। ସୋ ଆପଣମାନେ ସେ ପୋର୍ଟାଲର ଇନଫର୍ମେସନ୍ କିମ୍ବା ତା ଲିଙ୍କ୍ ଆମେ ହ୍ୱାଟ୍ସଆପ୍ କିମ୍ବା ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେଇଯାଆନ୍ତୁ। କାହିଁକି ଆମେ ଯେଉଁ ଭିଡ଼ିଓ ଛାଡ଼ିବା ପୂର୍ବରୁ ତାର ଛୋଟିଆ ଇନଫର୍ମେସନ୍ ହ୍ୱାଟ୍ସଆପ୍ ଟେଲିଗ୍ରାମ ଗ୍ରୁପ୍ରେ
ସେଟା ଆମେ ଦେଇଥାଉ। ସୋ ଆପଣମାନଙ୍କୁ ଅନୁରୋଧ, ଆପଣମାନେ ହ୍ୱାଟ୍ସଆପ୍, ଟେଲିଗ୍ରାମ ଗ୍ରୁପ୍‌ରେ ମଷ୍ଟ ଜଏନ୍ ହେଇଯାଆନ୍ତୁ। କାହିଁକିନା ଆମେ ଯେକୌଣସି ଭିଡିଓ ଛାଡିବା ପୂର୍ବରୁ ସର୍ବପ୍ରଥମେ ସେଇଠି ଇନଫର୍ମେସନଟି ଦେଇ ନେଇଥାଉ। ସୋ ଦର୍ଶକ ବନ୍ଧୁ, ଆଶା କରୁଛି ଆପଣମାନଙ୍କୁ ନିଶ୍ଚିନ୍ତ ଏଇ ଭିଡିଓଟି ଭଲ ଲାଗିଥିବ। ରାସନ କାର୍ଡର ଆବେଦନ କୌଣସି କୋଉ ପୋର୍ଟାଲରେ ହବ, କଣ ହବ, ଆମେ ଆପଣମାନଙ୍କ ପାଇଁ ନିଶ୍ଚିନ୍ତ ତାର ନେଇ ଆସିବୁ। ଯେ ପୋର୍ଟାଲ ଲଞ୍ଚ ହବ ତ ସାଙ୍ଗେ ସାଙ୍ଗେ ଆପଣମାନଙ୍କ ପାଇଁ ତାର ଭିଡିଓଟି ନେଇ ଆସିବୁ। ଆଉ ତାର ଇନଫର୍ମେସନଟି, ତାର ଛୋଟ ଇନଫର୍ମେସନ, ଛୋଟ ଲିଙ୍କ ଆମେ ଭିଡିଓର ଯୋଉ ହ୍ୱାଟ୍ସଆପ୍ ରହିଛି ଆମ ହ୍ୱାଟ୍ସଆପ୍ ଗ୍ରୁପ୍‌ରେ ଆମେ ତାର ପ୍ରୋଭାଇଡ୍ କରିଦେବୁ। ଆପଣମାନେ ଦୟାକରି ହ୍ୱାଟ୍ସଆପ୍ ଗ୍ରୁପ୍‌ରେ ଜଏନ୍ ହେଇଯାଆନ୍ତୁ। ଜଏନ୍ ହେଲା ପରେ ସବୁ କିଛି ଇନଫର୍ମେସନ ଆପଣ ସେଇଠୁ ଜାଣିପାରିବେ, ହ୍ୱାଟ୍ସଆପ୍, ଟେଲିଗ୍ରାମ ଗ୍ରୁପ୍‌ରୁ। ସୋ ଦର୍ଶକ ବନ୍ଧୁ, ଆଶା କରୁଛି ଆପଣମାନଙ୍କୁ ଏ ଛୋଟିଆ ଇନଫର୍ମେସନ ଭିଡିଓଟି ନିଶ୍ଚିନ୍ତ ଭଲ ଲାଗିଥିବ। ଯଦି ବି ଭଲ ଲାଗିଛି ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିବା ସହିତ ପାଖରେ ଆସିଥିବା ଘଣ୍ଟି ଦବାଇ ଦିଅନ୍ତୁ। ଆଉ ଯଦି ଭିଡିଓଟି ଭଲ ଲାଗିଛି, ଆପଣମାନଙ୍କ ମନକୁ ଛୁଇଁଛି, ତାହେଲେ ନିଶ୍ଚିନ୍ତ ଗୋଟେ ଲାଇକ୍ କରିବାକୁ ଜମାରୁ ଭୁଲିବେନି। ସୋ ଦର୍ଶକ ବନ୍ଧୁ, ଏଇଠି ଭିଡିଓଟି ଶେଷ କରୁଛି। ରହୁଛି, ନମସ୍କାର, ଜୟ ଜଗନ୍ନାଥ।